ନମସ୍କାର। ଆଜି ଶୁକ୍ରବାର ଏପ୍ରିଲ 10 ତାରିଖର ଶୁଣିବା ରାଶିଫଳ। ମେଷ। ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଦ୍ୱିଜ ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗିତ କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସାହ ଓ ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତି ବଶତଃ ଅର୍ଥ ସଙ୍କଟ ମଧ୍ୟରେ ଆକସ୍ମିକ ଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ବିଶେଷ ଭ୍ରମଣ ଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ। ବୃଷ। କର୍ମକ୍ଷେତ୍ରରେ କୃତ୍ତିକା ନକ୍ଷତ୍ରର ବିବାଦୀୟ ସ୍ଥିତି ଶୀଘ୍ର ସମାଧାନ ହୋଇଯିବ। ବନ୍ଧୁଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ଆପଣଙ୍କ ଆଶା ପୂରଣରେ ସହାୟକ ହୋଇପାରେ। ଆଜି ହଠାତ୍ ଆନୁମାନିକ କାମ ସକାଶେ ଧାଁ ଦୌଡ଼ କରିବାର ସୂଚନା ରହିଛି। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷା ଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ମିଥୁନ। ଆନୁଷଙ୍ଗିକ ସହଯୋଗ ଅଭାବରୁ କର୍ମକ୍ଷେତ୍ରରେ ସମସ୍ୟା ବଢ଼ିଯିବ। ଆଦ୍ରା ନକ୍ଷତ୍ର ସଂକୋଚ ବଶତଃ ବନ୍ଧୁଙ୍କୁ ମନ କଥା କହିପାରିବେ ନାହିଁ। କାର୍ଯ୍ୟସିଦ୍ଧିରେ ବିଫଳତାରୁ ନିକଟରେ ରହୁଥିବା ବ୍ୟକ୍ତିଙ୍କୁ ସନ୍ଦେହ କରିପାରନ୍ତି। ଜମିଜମା ବିବାଦ, ଆଇନ ଅଦାଲତ କ୍ଷେତ୍ରରେ ତଥା ମାଲି ମକଦ୍ଦମାର ବିଚାର ସମକ୍ଷରେ ଯିବ। କର୍କଟ। ବ୍ୟୟ ସ୍ଥାନରେ ବୃହସ୍ପତି ବିଭିନ୍ନ ସ୍ଥାନ ଭ୍ରମଣରେ ବ୍ୟସ୍ତ କରାଇପାରନ୍ତି। ହାତକୁ ନେଇଥିବା କାର୍ଯ୍ୟ ହାସଲ ସକାଶେ ଅନ୍ୟମାନଙ୍କ ସାହାଯ୍ୟ ଆଶା କରିବେ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହୋଇଯିବ। ଅଶ୍ଳେଷା ନକ୍ଷତ୍ରକୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି। ସିଂହ। ମଘା ନକ୍ଷତ୍ର ସକାଶେ ମନ ଅନୁଯାୟୀ କାମ ନ ହୋଇପାରିବାରୁ ବିଚଳିତ ହେବେ। ପାରିବାରିକ କ୍ଷେତ୍ରରେ ମନ କଥା ମନରେ ରଖି କେତେକ କାମ କରିବାକୁ ବାଧ୍ୟ ହେବେ। ଟଙ୍କା ପଇସା ଯୋଗାଡ଼ ସକାଶେ ଫିନ୍ଦି ପକର କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। କନ୍ୟା। ବନ୍ଧୁ ମିଳନ ପରିସରରେ ହସ୍ତା ନକ୍ଷତ୍ର ସକାଶେ ବିଜାତୀୟ ବ୍ୟକ୍ତିଙ୍କ ସହ ମିତ୍ରତା ବୃଦ୍ଧି ପାଇବ। ଅନ୍ୟମାନଙ୍କ ସାହାଯ୍ୟ ନେଇ କାମ କଲେ ମଧ୍ୟ ଶାନ୍ତି ପାଇବେ ନାହିଁ। ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତୁଳା। ସ୍ୱାତି ନକ୍ଷତ୍ର ଅର୍ଥ, ଜମିଜମା, କଳ କବ୍ଜା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ କାରଣରୁ ନେଇ ମନରେ ସୁଖ ସୌହାର୍ଦ୍ଦ୍ୟ ରହିବ ନାହିଁ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ସମ୍ଭାବନା ରହିଛି। ବିଛା। ଆଜି ଯାତ୍ରା, ବାଣିଜ୍ୟ ସମସ୍ୟା ସମାଧାନ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବେ। ଅତୀତ ଘଟଣା ମନକୁ ଆନ୍ଦୋଳିତ କରିବ। ପାରିବାରିକ ପ୍ରତିରୋଧ, ସ୍ୱକୀୟ ଚିନ୍ତାଧାରା ଓ ମନକୁ କାମକୁ ବିଶୃଙ୍ଖଳିତ କରିପାରେ। ଜ୍ୟେଷ୍ଠ ନକ୍ଷତ୍ରର ରାଜନୈତିକ କାରଣରୁ କେନ୍ଦ୍ର କରି ଶତ୍ରୁମାନଙ୍କ ସକ୍ରିୟତା ବୃଦ୍ଧି ପାଇପାରେ। ଧନୁ। ଉତ୍ତରାଷାଢ଼ା ନକ୍ଷତ୍ରର କଠିନ ଶ୍ରମଜନିତ ସ୍ୱାସ୍ଥ୍ୟ ବିଗିଡ଼ି ଯାଇପାରେ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବନ୍ଧୁଙ୍କ ଶତ୍ରୁତା ସମସ୍ୟାକୁ ବଢ଼ାଇଦେବ। ମତଭେଦ କାରଣରୁ ଜମିଜମା କାରବାର କିମ୍ବା ରେଜିଷ୍ଟ୍ରେସନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇନପାରେ। କ୍ରୀଡ଼ା, କାରିଗରୀ ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। ମକର। ଶ୍ରବଣା ନକ୍ଷତ୍ରର ସ୍ୱାସ୍ଥ୍ୟ, ଆଇନ ଅଦାଲତ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ବ୍ୟୟ ଏବଂ ଶ୍ରମ ବିନିଯୋଗ କରି
ବନ୍ଧୁଙ୍କ ସାହାଯ୍ୟରେ କାମ ହାସଲ କରିବେ। ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ଆନୁଷ୍ଠାନିକ କାମ, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନସନ ଲାଗି ରହିବ। କୁମ୍ଭ, ସ୍ୱାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ସାଙ୍ଗକୁ ମାନସିକ ସଂଯମତା କାର୍ଯ୍ୟକ୍ଷେତ୍ରରେ ସହାୟକ ହେବ। ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଶତଭିଷା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ମୀନ, ରେବତୀ ନକ୍ଷତ୍ର ସକାଶେ ଆଜିର କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାରରେ ସନ୍ତାନମାନଙ୍କର କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ଈର୍ଷାପରାୟଣ ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି। ନମସ୍କାର।